যদি দিব আমার কাছে কাজ করব আমার ভাগটা 50-50 বাঁধিবি নেই। প্রভুଙ୍କର ମହାନ ନାମ ଧନ୍ୟବାଦ। ପ୍ରଭୁ ମୋତେ କଲ୍ କଲେ, ପ୍ରଭୁ ସୁଯୋଗ ଦେଖି ସମୟ ଅନୁସାରେ ମୋତେ କଲ। ଆଉ ସମସ୍ତେ ଆପଣମାନେ ଶୁଣିଥିବେ ତାରା ସିଂ ନାଁ ଶୁଣିଛନ୍ତି? ତାରା ସିଂ ଗୋଟେ ଦୁର୍ଦାନ୍ତ ଅପରାଧୀ ଥିଲା, ବଜରଙ୍ଗ ଦଳର ଲିଡର ଥିଲା। ଗ୍ରାହମ ସେନ୍ସ ଆଉ ତାର 2ଟା ଛୁଆ ଗାଡ଼ି ଭିତରେ ଶୋଇଥିଲେ। ଅଷ୍ଟ୍ରେଲିଆନ ମିଶନାରୀ ସେ କୁଷ୍ଠ ରୋଗୀମାନଙ୍କର ସେବା କରୁଥିଲେ। ବାରିପଦାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ରହୁଥିଲେ। କେଉଁଝର ଜିଲ୍ଲାକୁ ଯାଇଥିଲେ। ତାଙ୍କର 2ଟା ଛୁଆ, ଗୋଟେ 9 ବର୍ଷର ଆଉ ଗୋଟେ ହେଉଛି 7 ବର୍ଷର, ଦିଲ୍ଲୀପ ଆଉ ତିମୋଥୀ। ଏମାନେ କହିଲେ ବାପା ଆମେ ବି ତୁମ ସାଙ୍ଗରେ ଯିବୁ। ତ ସେଇଠୁ ଯେତେବେଳେ ଯାଇଛନ୍ତି ଏ 35 ଲୋକକୁ ଧରି ମଶାଲ ଧରିକି ଜାନୁଆରୀ ମାସ 22 ତାରିଖ ରାତିରେ ସେଇ ଜାଗାକୁ ଯାଇକି ପହଞ୍ଚିଲା ସେ ତାରା ସିଂ। ଆଉ ସେ ତାପରେ ସେଇ ଗାଡ଼ିର ପେଟ୍ରୋଲ ବାହାର କଲା, ୱାଲ୍ ବାହାର କରିକି ସେଇ ଗାଡ଼ିକୁ ନିଆଁ ଦେଲା। ସେତେବେଳେ ମୁଁ ସେଇ ସମୟରେ ସମ୍ବଲପୁରରେ ରହୁଥିଲି। ଆଉ ତାପରେ ତିନି ବାପ ପୁଅ ଯାକ ଚଳିକରି ଛାଡ଼ି। ତାର କିଛି ଦିନ ପରେ ଆଉ ଜଣେ ଫାଦର ଅରୁଣ ଦାସ ବୋଲିକି ଜାମମଣି ଗୋଟେ ଚର୍ଚ୍ଚ ଅଛି, ସେ ଚର୍ଚ୍ଚର ସେ ପାଷ୍ଟର, ତାଙ୍କୁ ମଧ୍ୟ ତୀର ମାରିଲେ ଆଉ ତାକୁ ମଧ୍ୟ ଖତମ କଲେ। ତାମାନେ ଖ୍ରୀଷ୍ଟିଆନ ବିରୋଧରେ ତାର ଯୋଉ ଷଡ଼ଯନ୍ତ୍ର, ତାମାନେ ହତ୍ୟା। ତାପରେ ଆଉ ଜଣେ ଓଡ଼ିଆର ଗୋଟେ ଜାଗା ଅଛି, ସେଠି ୱିକଲି ମାର୍କେଟ ସାପ୍ତାହିକ ହାଟରେ ତାରା ସିଂ ଗଲା। ଗୋଟେ ମୁସଲମାନ ଲୋକ କପଡ଼ା ଦୋକାନ କରିଥାଏ, ତାକୁ ସେଇଠି ହାଣିଲା। ଆଉ ତାପରେ ତାକୁ ସେଇ କପଡ଼ା ଦୋକାନରେ କିରୋସିନ ଢାଳିକି ନିଆଁ ରଖିଲା। ଏଇ ବକୁଆ ଭୟ ହେବାକୁ ଅଛି। ସିବିଆଇ ଅଛନ୍ତି, କ୍ରାଇମ ବ୍ରାଞ୍ଚ ଅଛନ୍ତି, କୌଣସି ଅସର ପଡୁନାହିଁ। ଏହି ସମୟରେ ସେଇ ବାଲେଶ୍ୱରର ଡିଆଇଜି ମତେ ବାସେ, କାରଣ ପୁଲିସ ଡିପାର୍ଟମେଣ୍ଟରେ ଗୋଟେ ଖତରନାକ ପୁଲିସ ମ୍ୟାନ୍ ଥିଲେ। ମୋ ସାଙ୍ଗରେ କିଏ କଥା ହେଇ ପାରନ୍ତି ନାହିଁ। ଆର୍ଗ୍ୟୁମେଣ୍ଟ କଲା ମାନେ ବାଜିବ ମାଡ଼ ମାଡ଼ ମାଡ଼, ଅବସ୍ଥା ସାଂଘାତିକ ହେଇଯିବ। ଗୋଟେ ଚେୟାରମ୍ୟାନକୁ ଗୋଡ଼େଇ ଗୋଡ଼େଇକି ପିଟିବେ କମ୍ପାନୀରେ। ବହୁତ ବଦମାସ ଥିଲା ସେ। ତ ମୋର ମାଡ଼ରେ ଲୋକ ଅତିଷ୍ଠ ହେଇଯାଆନ୍ତି। ତ ଏଇ ସମୟରେ ମୋତେ ଟ୍ରାନ୍ସଫର କରିକି ସେଇଠି ନିଆଗଲା। ଆଉ ସେଇଠି ଯେତେବେଳେ ଗଲି, ଯିବାର 4 ଦିନ ଭିତରେ ସେଠି ପୁଲିସ ବାଲା କୌଣସି ଘରେ କି ଗାଁରେ ପଶି ପାରୁନଥିଲେ। ତ ମୁଁ ଯେତେବେଳେ ଗଲି ସେଇ ଗାଁରେ ପଶିଲି, ଯୋଉ ଗାଁରେ କୁକୁଡ଼ା ମାଂସ ଖାଇକି ରାକ୍ଷୀ ପିନ୍ଧିକି ତାରା ସିଂ 35 ଲୋକକୁ ଧରିକି ଯାଇକି ତାକୁ ପଚାରିଲି, ତୁ ମୋତେ ଚିହ୍ନିଛୁ? କହିଲା ହଁ ଆପଣ ଜାଣିଛେ। ମୁଁ ଭାବିଲି ବରପାଲି ଥାନା ହବ ବୋଲି କହିବ ବୋଲି, କିନ୍ତୁ ସେ କହିଲା ନାହିଁ ଆପଣ ପ୍ରଭୁଙ୍କ ଦାସ। ପ୍ରଭୁଙ୍କ ଦାସ। ମୁଁ ଏତେ ଖୁସି ହେଇଗଲି ସେଇଦିନ। ଯୋଉ ଶରୀର ପାପ ମଧ୍ୟରେ ଡୁବିତ, আমার ঘরে কনস্টেবল বৈঠক বসব, ডাক্তার আসবে, বিডিও আসবে, তহসিলদার আসবে, তারপরে ডিএসপি আসবে, এডিশনাল এসপি আসবে, সব কলেক্টর আসবে। আমার ঘরে কোনো মদ দিয়া হব, চিকেন ফ্রাই হব, এই প্রকার স্থিতিরে বুঝଥିଲି। কিন্তু প্রভু সেই দেবতা সেদিন কোণ কহিলা, তুমি প্রভুଙ୍କ ଦାସ। ତାପରେ ମୁଁ ତାକୁ ପଚାରିଲି, କୋଉ ପ୍ରଭୁଙ୍କ ଦାସ?